ପ୍ରାକୃତିକ ପରିବେଶ ପାଇଁ ଆମ ଭାରତ ବେଶ ପ୍ରସିଦ୍ଧ। ଭାରତରେ ବୁଲିବା ପାଇଁ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ରହିଛି। ଏହି ସ୍ଥାନ ଗୁଡ଼ିକ ସେମାନଙ୍କର ସୁନ୍ଦରତା ପାଇଁ ବେଶ ଜଣାଶୁଣା। ପ୍ରତ୍ୟେକ ବର୍ଷ ବହୁ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଭାରତ ପରିଦର୍ଶନ କରିବାକୁ ଆସିଥାନ୍ତି। ତେବେ ଆପଣମାନେ ସ୍କଟଲ୍ୟାଣ୍ଡର ନାଁ ନିଶ୍ଚିତ ଶୁଣିଥିବେ, ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ ପରିଚିତ। କିନ୍ତୁ ଆପଣମାନେ ଜାଣନ୍ତି କି ଭାରତରେ ଏକ ସହର ଅଛି ଯାହାକୁ ସ୍କଟଲ୍ୟାଣ୍ଡ ଅଫ୍ ଇଣ୍ଡିଆ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ସେ ସହର ବିଷୟରେ। ଭାରତର କର୍ଣ୍ଣାଟକ ରାଜ୍ୟରେ ଥିବା କୁର୍ଗ ସ୍କଟଲ୍ୟାଣ୍ଡ ଅଫ୍ ଇଣ୍ଡିଆ ଭାବେ ଜଣାଶୁଣା। ଏହି ସହରରେ ଆପଣ ପହଞ୍ଚିବା ମାତ୍ରେ ହିଁ ଆପଣଙ୍କୁ ଏହାର ପାଣିପାଗ ସମ୍ପୂର୍ଣ୍ଣ ଭିନ୍ନ ଲାଗିବ। ପ୍ରକୃତି ପ୍ରେମୀଙ୍କ ପାଇଁ କୁର୍ଗ କେଉଁ ସ୍ୱର୍ଗଠାରୁ କମ୍ ନୁହେଁ। ଏହି ସହର ତାର ପ୍ରାକୃତିକ ସୁନ୍ଦରତା ପାଇଁ ପୁରା ଦୁନିଆରେ ଖୁବ୍ ପ୍ରସିଦ୍ଧ। ପଶ୍ଚିମ ଘାଟର ବ୍ରହ୍ମଗିରି ପାହାଡ଼ ଦ୍ୱାରା ଘେରି ରହିଥିବା ଏହି ସହର ଏହାର ପାଣିପାଗ, ସବୁଜ ସୁନ୍ଦର ପାହାଡ଼ ଏବଂ ସୁନ୍ଦର ଜଳପ୍ରପାତ ପାଇଁ ଜଣାଶୁଣା। ଦକ୍ଷିଣ ଭାରତର ପ୍ରମୁଖ ନଦୀ କାବେରୀ ନଦୀର ଉତ୍ପତ୍ତି ଏହି କୁର୍ଗର ବ୍ରହ୍ମଗିରି ପାହାଡ଼ରୁ ହୋଇଥିଲା। ଏହି ସ୍ଥାନରେ ଏକ ସୁନ୍ଦର ଶିବଙ୍କର ମନ୍ଦିର ମଧ୍ୟ ରହିଛି। ଏହି ସହରରେ କଫି ମଧ୍ୟ ଅଧିକ ମାତ୍ରାରେ ଉତ୍ପାଦିତ ହୁଏ। ଏହି ସହରରେ ଆପଣ ବୁଲିବା ବେଳେ ଅନେକ କଫି ଗଛ ଦେଖିବାକୁ ପାଇବେ। ଏଠାରୁ କଫି ମଞ୍ଜି ବାହାର କରି ବିଭିନ୍ନ ସହରରେ ପଠାଯାଇଥାଏ। ଏହି ସହରର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା। ଲୋକେ ଏଠାକୁ ଆସି କିଛି ସମୟ ଏକା ଅତିବାହିତ କରିବାକୁ ବହୁତ ପସନ୍ଦ କରିଥାନ୍ତି। ବ୍ୟୁରୋ ରିପୋର୍ଟ, NNS ଓଡ଼ିଆ।